তোমার ঘর কেবে ভাঙিলা? কেবে ভাঙিଥିଲା? 2 ମାସ ତଳେ? କେବେ କହୁଛୁ? ହଁ କ'ଣ ସେଟା କେବେ ଭାଙ୍ଗିଥିଲା? 2 ମାସ ତଳେ। ଆଚ୍ଛା, ତାପରେ କ'ଣ କଲୁ? କିଏ ସବୁ ସାହାଯ୍ୟ କଲେ ନା କଲେନି? ଆଚ୍ଛା, ତାହେଲେ ଏଟା ପୁଣି ମରାମତି କେମିତି କଲ? ନାଇଁ ଯୋଉ ଭାଙ୍ଗିଗଲା 2 ମାସ ତଳେ ମରାମତି କେମିତି କଲ? କିଏ ଦେଲା ସାହାଯ୍ୟ ନା ନିଜେ? କ'ଣ କେମିତି କଲ? ହଁ, ମରାମତି କେମିତି କଲ? ନାଇଁ ତୁମେ ଖର୍ଚ୍ଚ କଲ ନା କିଏ ଖର୍ଚ୍ଚ କଲା? କେତେ ଟଙ୍କା? 5,000। ସେଟା ମରାମତି କରି ଛପର କରିଦେଲ। ତାପରେ କ'ଣ ହେଲା? ପବନରେ ନା କୋଉଥିରେ ଭାଙ୍ଗିଗଲା? ଭାଙ୍ଗିଗଲା ପରେ କ'ଣ କଲ? କ'ଣ ପାଇଁ ପଳେଇଲ? ନା ଟିକେ ରହିହବନି? ପୁରା ଯେମିତି ଦେଖାହଉଛି ଛପର ଯେମିତି ଦେଖାହଉଛି ସେ ପୁରା ଭାଙ୍ଗିଗଲା, ପାଣି ବର୍ଷା ହେଲା, ତେଣୁ ତୁମେ ରହିପାରିଲନି। ବାପ ଘର କୋଉଠି? କୋଡ଼ିବସା। କେତେ ବାଟ ଏଠୁ? 20 କିଲୋମିଟର କେତେ ହବ? ସେଠି କେବେ କେବେ ପଳେଇଲ ଗାଁରୁ? ସେଇଠୁ ଏଇ ଗଲା ମଙ୍ଗଳବାର। ଆଚ୍ଛା, ଆସିଲ କେବେ? ପୁଣି ସେଠୁ ଫେରିଲ କେବେ? ଦିନେ 2 ଦିନ ନା ଆଗରୁ? ଶୁକ୍ରବାର ଫେରିଛ। ଆଚ୍ଛା, ତୁମକୁ ଏଇ ଘର ଭାଙ୍ଗିଲା ବୋଲି ଖବର ବାହାରିଲା ପରେ ତୁମକୁ ପଲିଥିନ୍ କିଏ ଦେଇଛନ୍ତି ନା ନାଇଁ? ଜାଣିନି। ତଥାପି କେବେ ଜାଣିଲ? ବାପ ଘରୁ ଆସିଲା ପରେ ନା ଆଗରୁ? ଆଚ୍ଛା, କେବେ ଜାଣିଲ? ଆଚ୍ଛା, ପଲିଥିନ୍ ଦେଇଛନ୍ତି ବୋଲି। ତାହେଲେ ସେ ପଲିଥିନ୍ କୁ ଟାଣିଛ ନା ଟାଣିନ? ଟାଣିନ ତ, କାହିଁ ଦେଖାହଉଛି ଟଣା ହେଇନି? ଟଣା ହେଇଛି ଦେଖାହଉନି, ନାଇଁ କି? ଆଚ୍ଛା, ଆଉ ଗୋଟେ କଥା ହେଲା, ଘର ମିଳିଛି ବୋଲି କହୁଛନ୍ତି। ଘର ମିଳିଛି? ସେଟା ତ ମୁଁ ଜାଣିନି। ମିଳିଛି ବୋଲି ଜାଣିନି। ତୁମକୁ ପଞ୍ଚାୟତରୁ କିଏ ଆସିକି କହିଛନ୍ତି କି ଘର ମିଳିଛି, ଘର କର? ଆଚ୍ଛା, ପଞ୍ଚାୟତରୁ କେହି କହିନାହାନ୍ତି? ବ୍ଲକରୁ କେହି ଆସିନାହାନ୍ତି? ଟଙ୍କା ଆସିଛି କି ନାଇଁ ଜାଣିଛ ନା ନାଇଁ? 2-3 ଥର ଗଲି ସେଟା ଆସିନି। ଏବେ କିଏ କହିଲା ଘର ଆସିଛି ବୋଲି? ଆମ ଗାଁରେ 3 ପିଲା କହିଲେ ମତେ। ଏବେ କହିଲେ? କେବେ? ଶୁକ୍ରବାର ଦିନ ଗଲା ଶୁକ୍ରବାର, ମାନେ ଆଜି ତ ରବିବାର, ଆଉ 2 ଦିନ ତଳେ। ତାହେଲେ ଅଫିସ ଗଲେ କେହି ଆସିନାହାନ୍ତି? ଟଙ୍କା ଉଠେଇଲଣି ନା ଟଙ୍କା? କେବେ? ଶୁକ୍ରବାର ଦିନ ଆସିକି ଉଠେଇଲ? ତାହେଲେ ଘର କରିବ? ଘର କରିପାରିବ? କାହାକୁ ଗୋଟେ କରିବାକୁ ଦେବ? ଆଚ୍ଛା, ଠିକ ଅଛି। ଆମେ ଅଛୁ ଏବେ କୁଣ୍ଢେଇ ଗାଁରେ। ଟିକିଲି ଜୁଆଙ୍କର ଯୋଉ ଘର ଭାଙ୍ଗି ଯାଇଛି, ସେଇ ଟିକିଲି ଜୁଆଙ୍କର ଅଗଣାରେ ଆମେ ଅଛୁ। ଦେଖନ୍ତୁ ସେ ଘରର ଛପର କେମିତି ଭାଙ୍ଗି ଯାଇଛି। ଇଏ ଘର ଆମ ପାଖରେ ଯୋଉ ଖବର ଅଛି, ସେ ଖବର ଅନୁସାରେ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଘର ଭାଙ୍ଗି ଯାଇଛି। ଆମେ ଖବର ବାହାର କଲୁ ଖବର କାଗଜରେ। ମୁଖ୍ୟମନ୍ତ୍ରୀଙ୍କ ଅଫିସ, ମୁଖ୍ୟ ଶାସନ ସଚିବଙ୍କ ଅଫିସ, ଉନ୍ନୟନ କମିଶନରଙ୍କ ଅଫିସ, ପଞ୍ଚାୟତରାଜ ମନ୍ତ୍ରୀଙ୍କ ଅଫିସ, ଜିଲ୍ଲାପାଳଙ୍କ ଅଫିସକୁ ଆମେ ଖବର ପଠେଇଲୁ। ତଥାପି ଟିକିଲିକୁ କେହି ସାହାଯ୍ୟ କଲେନି। ଟିକିଲି ଯାହା କହୁଛି ତା ନିଜ ଖର୍ଚ୍ଚରେ ସିଏ ମରାମତି କରିଛି। ସେ କହିବା କଥା 5-6 ହଜାର ଟଙ୍କା ଖର୍ଚ୍ଚ କରିକି ସେ ମରାମତି କଲା ପରେ ପୁଣି ପବନ ବର୍ଷା ହେଲା। ସେ ପବନ ବର୍ଷାରେ ସେ ଘର ପୁଣି ଭାଙ୍ଗିଗଲା ପର୍ଯ୍ୟନ୍ତ 1.5 ମାସ ପର୍ଯ୍ୟନ୍ତ ତା କଥା କେହି ବୁଝିଲେ ନାହିଁ। ତେଣୁ ଶେଷରେ ଟିକିଲି ତା ଛୁଆ ପିଲାକୁ ଧରି ବାପ ଘରକୁ ପଳେଇଲା କୋଡ଼ିବସା, ଯୋଉଟା କି ଏଇଠୁ 20 କିଲୋମିଟର ଦୂର। ଏପଟେ ଦେଖନ୍ତୁ ଏଇ ଘରର ଅବସ୍ଥା ଦେଖନ୍ତୁ। ଟିକିଲି ରହୁଛି ଏଇ ଘରେ। ତାର କାନ୍ଥକୁ ଦେଖନ୍ତୁ, ତାର କାନ୍ଥର ଅବସ୍ଥାକୁ ଦେଖନ୍ତୁ। ଏଇ ଯଦି ଟିକେ ପବନ ହବ ଏ ଘର ପଡ଼ିକି ତା ଛୁଆ ପିଲାଙ୍କ ଜୀବନ ଚାଲିଯିବ। ସେଇଥିପାଇଁ ସେ ଘର ଛାଡ଼ିକି ବାପ ଘରକୁ ପଳେଇଛି। କାନ୍ଥର ଆଉ ଗୋଟେ କଥା ଦେଖନ୍ତୁ।
ରହିଯାଇଛି ଘରର ଜମା ଛପର ନାହିଁ ତାରି ଭିତରେ ସେ ରହିବ କେମିତି। ଏବେ ଆପଣ ଆସନ୍ତୁ କଥାକୁ ଯେ ଟିକିଲି କୁ ପଲିଥିନ୍ ଦିଆ ହେଇଛି ବୋଲି ଜିଲ୍ଲା ପ୍ରଶାସନ କହୁଛି। ଟିକିଲିକୁ ପଲିଥିନ୍ ଦିଆ ହେଇଛି, ଟିକିଲିକୁ ଘର ଯୋଗେଇ ଦିଆଯାଇଛି। ବାସ୍ତବ କଥା ହଉଛି ଟିକିଲି ଗତ ମଙ୍ଗଳବାର ଠାରୁ ଗାଁ ଛାଡି ପଳେଇଛି ଛୁଆଙ୍କୁ ଧରିଛି। ଖବର ବାହାରିଲା ପରେ ସୋସିଆଲ ମିଡିଆରେ ପ୍ରସାରଣ ପରେ କେହି ଗୋଟେ ଆଣିକି ପଲିଥିନ୍ ତା ବାରଣ୍ଡାରେ ଥୋଇ ଦେଇକି ଯାଇଛି ଯେତେବେଳେ ଟିକିଲି ଘରେ ନଥିଲା। ଟିକିଲି ମଙ୍ଗଳବାର ଦିନ ପଳେଇଲା, ଶୁକ୍ରବାର ଦିନ କେହି ତାକୁ ପଲିଥିନ୍ ଦେଇଛନ୍ତି ପୁଣି ତା ନଥିବା ସମୟରେ। ଟିକିଲିକୁ ନା ପଞ୍ଚାୟତ ବାଲା କହିଛନ୍ତି, ନା ରାଜସ୍ୱ ବିଭାଗ କହିଛି, ନା ଜିଲ୍ଲା ପ୍ରଶାସନ କହିଛି। ଟିକିଲି ଗାଁ ପିଲାଠୁ ଜାଣିଛି ଯେ ତା ପାଖରେ ପଲିଥିନ୍ ପହଞ୍ଚିଛି। ଘର ପାଇଛି ବୋଲି ଟିକିଲିକୁ ଜଣା ନାହିଁ। ଟିକିଲି ଆକାଉଣ୍ଟକୁ ଟଙ୍କା ଆସିଛି, କାଗଜ ତାକୁ ମିଳିଛି ନ ମିଳିଛି ତାକୁ କିଛି ଜଣା ନାହିଁ। ତେଣୁ ଏଇ ହେଉଛି ଅବସ୍ଥା। ଏଇଥିରେ ଟିକିଲି ଜୁଆଙ୍ଗ ବିଧବା ସ୍ତ୍ରୀ ଲୋକ, ଭତ୍ତା କେବଳ ତାର ସାହା, ତା ସାଙ୍ଗରେ 2ଟା ଛୁଆ। ଜିଲ୍ଲା ପ୍ରଶାସନ ଗରିବଙ୍କ ସହିତ ଖେଳୁଛି, ଇଏ ଘର ବୟାନ କରୁଛି। ତେଣୁ ଜିଲ୍ଲା ପ୍ରଶାସନ ଦେଖୁ, ଫଲ୍ସ ରିପୋର୍ଟ ବନେଇକି ଜିଲ୍ଲାପାଳଙ୍କୁ ଯେଉଁ ରିପୋର୍ଟ ଦିଆହେଇଛି ସେ ରିପୋର୍ଟ ସମ୍ପୂର୍ଣ୍ଣ ଭୁଲ। ଟିକିଲିର ଗରିବୀ ସହିତ ଜିଲ୍ଲା ପ୍ରଶାସନ ଖେଳୁଛି ବୋଲି ଆମର ଧାରଣା ସୃଷ୍ଟି ହେଇଛି।